ଆଉ ଆପଣଙ୍କ ନାଁ ପୀତାମ୍ବର ସାହୁ। ଏଇଟା କାଁ କାଁ ମଞ୍ଜି ମାନେ ଏଇଟା ଏଇଟା ହେଉଛି ଆମ ମୁଗ ଦେଶୀ ମୋ ଆଉ ଏଇଟା ଦେଶୀ ବିରି। ଆଚ୍ଛା ଏଇଟା କେଉଁଠୁ ଏଇଟା କାଣା କଲେନ କେବେଠୁ ଏଇଟା ଇ ମଞ୍ଜି ଏଇଟା ଗତ ବର୍ଷ ମଞ୍ଜି ଆମେ ଦେଇଥିଲୁ। ଏ ବର୍ଷ ଏଇଟା କଲେକ୍ସନ କିଏ ଦେଲା ଏଇଟା ଏଇଟା RCDC ସଂସ୍ଥା ତରଫରୁ ଦେଇଛନ୍। RCDC ସଂସ୍ଥା ତରଫରୁ ଏଇ ଦୁଇଟା ମଞ୍ଜି ଦେଇଥିଲେ କି ଆର କାଣା ମଞ୍ଜି ପଇସା ଦେଇଥିଲେ ଆଜ୍ଞା। 5,000 ଟଙ୍କା ଦେଇଥିଲେ ଆମେ ସେଟା ମଞ୍ଜି ମାନେ କିଣିକି ଲୋକେ ବାଣ୍ଟିଥିଲୁ। ଦୁଇଟା ଆଉ ମୁଫଲି ମଞ୍ଜି ବି ଦେଇଥିଲେ। ଆଚ୍ଛା ଏଇଟା ଦେବା ଦ୍ୱାରା ଲାଭ କାଣା କାଣା ହେଇଛି? ଲାଭ ତ ଆମର ବହୁତ ଲାଭ ହେଉଛି ଆଜ୍ଞା। ଦେଶ ଆମେ ଗରିବ ଦୁଃଖୀ ଲୋକଙ୍କୁ ସହଯୋଗ କରୁଛୁ। ସେମାନଙ୍କୁ ମଞ୍ଜି ଆଣିଲା ବେଳକେ ତକଲିଫ ହେଉଛି କି ନିଜର ମଞ୍ଜି ଏଇଟା ସୁବିଧାରେ ପାଇପାରୁଛନ୍। ବେଲେ ଏଇଟା ଗାଁ ଥି କେନ୍ତା ହିସାବରେ ଦେସନ୍? ଏଇଟା ଆମେ ଗୋଟେ ଅଡ଼ା ଲିଟରରେ ଆମେ ଦେଇସୁଁ। ସେଟା କିଛି ବ୍ୟାଜ ମାନେ ଅଧା ତାର ଭାଗେ 4 ଭାଗର ଭାଗେ ଆମେ ବ୍ୟାଜ ଆଣୁ। ସେ ଫେନ୍ ଇ ତମର ଖାଦ୍ୟ ସୁରକ୍ଷା କମିଟିକେ ଫିରଉଛନ୍। ଆଚ୍ଛା ଯଦି ନି ଫିରାଇଲେ କେନ୍ତା କହୁଛନ୍? ନାଇଁ ନି ଫିରାଇଲେ ଆମ ସେ ପାଣ୍ଠି ଲୋକ ସମସ୍ତେ ଯାଇକରି ଓ ମିଟିଂ ବସେ ତାପରେ ସେମାନେ ଯିଏ ଦେବା ତାକେ ଦଉଛନ୍ କି ଯିଏ ନି ଦେବା ତାକେ ବି ଦଉଛନ୍? ଯେ ଦେବା ନଉଥିବା ପୁଣି ଫେରସ୍ତ କରୁଥିବା ନଉଥିବା ତାହାକୁ ଦିଆ ହଉଛି ଆଉ। ବୋଲେ ଇ ବର୍ଷ କାହା କାହାକେ ଦେବେ ହେନ୍ତା ଚିନ୍ତା କଲେନ କେଁ? ହଁ ଏ ବର୍ଷ ବି ନେବେ। ହଁ ଏ ବର୍ଷ ବି ନେବେ। ଇ ମଞ୍ଜିଟା ଭଲ ମଞ୍ଜି ତାହେଲେ? ହଁ ବହୁତ ଭଲ ମଞ୍ଜି ଆଜ୍ଞା। ଆରୁ ଯେନ୍ ବ୍ଲକକେ ଯେନ୍ ଯୋଉଥିଲେ 4-5 ଲୋକ ଏଇଟା ତମର ଘରେ ମଞ୍ଜି ରହିବା ଦ୍ୱାରା ତମକୁ ଟିକେ ଭଲ ଭାବରେ ମିଲୁଛି। ସୁବିଧାରେ ମିଲୁଛି। ସବୁ ଲୋକ ବ୍ଲକକେ ଯାଇ ନି ପାରବାର କି? ସବୁ ଲୋକ ଯାଇ ନି ପାରବାର। ବେଲେ ଇ ଏତ୍କି ଇଥିରୁ ବଢ଼ବା ବୋଲି ଆସନ୍ତା ଆଗାମୀ ବର୍ଷରେ ତମର ଯୋଜନାଟା ଅଛି। ହଁ ହଁ ବଢ଼ବା। କେନ୍ତା କେନ୍ତା ବଢ଼ାବ ସେଟା? ସେନ୍ତା ଆହୁରି ଅନେକ ଲୋକେ ଯେତେ ଲୋକେ ଦେଇଥିଲେ ଆଉ ଅନେକ ଲୋକେ ଦେଇକରି ବଢ଼ାମୁ। ତାହେଲେ ଖାଦ୍ୟ ସୁରକ୍ଷା କମିଟିର ଲାଭ କାଣା କାଣା ହଉଛି? ଲାଭ ଆମ ଏଇଟା ବହୁତ ଲାଭ ସବୁ ସହଯୋଗ ଦେଇ ପାରୁଛୁଁ। ଆଉ ଆମେ ସମସ୍ତେ ପନିପରିବାର ଗଛ ବି ଲଗେଇକି ଦଉଛୁ ସେମାନଙ୍କୁ। ଠିକ୍ ଟାଇମ୍ରେ ଯୋଗାଯୋଗ କରୁଛୁ ମିଲୁଛି। ଖାଲି ମଞ୍ଜି ବେଲେ ଇଏ ଡାଲି ଜାତୀୟ ଦଉଛ କି ଅର୍ଥକାରୀ ଫସଲ ଦଉଛ କି ଆଉ କାଣା ଦଉଛ? ପନିପରିବାର ଫସଲ ବି ଦେଶୀ ପନିପରିବା ବେଲେ କାଣା କାଣା? ପାତଲଘଣ୍ଟା, ବାଇଗଣ, ଆଉ ହାଇବ୍ରିଡ୍ ଅମୃତଭଣ୍ଡା, ମିର୍ଚା। ଆଚ୍ଛା ସେଥିରେ ଲୋକମାନଙ୍କର ଖାଦ୍ୟଟା ଘରେ ବାଡ଼ି ପାଣି ଛାଡ଼ିଲେ ଜଗୁଛନ୍ ସେମାନେ ପାଉଛନ୍ତି। ବେଶୀ ତ ନି ଦେବାର 5 ଗଜ 6 ଗଜ ଲେଖାଁ ଦିଆ ହଉଛି ଆଜ୍ଞା। ସେଥିରେ ସେମାନେ ବାଡ଼ି ଚାଷ ଟିକେ ଟିକେ କରବାର ଲାଗି। ବାଡ଼ି ଚାଷ ଯେ ଏଇଟା କରବା ଦ୍ୱାରା ସେମାନଙ୍କର ଆର୍ଥିକ ସ୍ଥିତି ଟିକେ ମଜବୁତ ହେଲା ବୋଲି ଜଣା ପଡୁଛି। ହଁ ହଁ ସେମାନେ ଇହାଦେ ଭଲରେ ଅଛନ୍ ଠିକ୍ ପାଇପାରୁଛନ୍ ସୁବିଧାରେ ସେମାନେ ବି ଖୁସ୍ ହଉଛନ୍। ଆଚ୍ଛା ଖାଦ୍ୟ ସୁରକ୍ଷା କମିଟି ଆଉ କ'ଣ କ'ଣ କାମ କରୁଛି? ଆଉ ସେଟା ଲୋକମାନଙ୍କୁ ଆମେ ଗରିବ ଲୋକମାନଙ୍କୁ ସାହାଯ୍ୟ କରୁଛୁ। କାହାର ଜ୍ୱର ବେମାର ଅସୁବିଧା ହେଲା ଆମେ ସେ କମିଟି ଲୋକ ଯାଇକରି କିଛି ପଇସା ପାଇଲେ ତାହାକୁ ସାହାଯ୍ୟ କରୁଛୁ ସହଯୋଗ କରୁଛୁ। ନାଇଁ ଯେମିତି ଆପଣମାନେ ଛେଳି ପାଳନ କରିବା ପାଇଁ ବୋଲି ଦେଲେ ସେମିତି ଆଉ କ'ଣ କ'ଣ କାହାକୁ ଦେଇଛନ୍ତି ଟିକେ ତା ବିଷୟରେ କୁହନ୍ତୁ। ସେମିତି ସେ ବେପାର କରିବା ପାଇଁ ଲୋକମାନଙ୍କୁ ଦେଇଥିଲୁ 2,500 ଟଙ୍କା। କିଏ ଚାଉଳ ବେପାର, ଭୁଜା ବେପାର, ମୁଢ଼ି ବେପାର କରିବା ଲାଗି ସେମିତି ବଢ଼େଇ ମିସ୍ତ୍ରୀ ହିସାବରେ ଦିଆହେଇଥିଲା।